ତ ହେଲା ଫ୍ରେଣ୍ଡ ଜୟ ଜଗନ୍ନାଥ। ମୁଁ ଆପଣଙ୍କ ପୂର୍ଣ୍ଣିମା ନେଇ ଆସିଛି ନୂଆ ବ୍ଲଗ୍କୁ, ଯାହାକି ଆମେ ଯାଉଛୁ ଏବେ ରାଛିପୁର। ତ ଫାଷ୍ଟ ଆମେ ଜେନାପୁର ଷ୍ଟେସନରେ ବସିଛୁ, ଆଉ ଟ୍ରେନରେ ଅପେକ୍ଷା ବି କରିଛୁ। ତ ଆମେ ତ ଝିଅ ପିଲା, ଯାହା ବି ହେଲେ ଟିକେ ଫୁଲେଇ ହଉ କ୍ୟାମେରା ଦେଖିଲେ। ତ ଟ୍ରେନରେ ଏବେ ବସି ପଡ଼ିଛୁ, ଟ୍ରେନରେ ବି ବସିଛୁ। ଟ୍ରେନରେ ବସିକି ଯାଜପୁର ରୋଡ଼ରେ ଏବେ ଓହ୍ଲେଇଲୁ। ଓହ୍ଲେଇକି କିଛି ବାଟ ଯାଇଛୁ, ତାପରେ ଅଟୋରେ ଆମେ ଯାଇଛୁ, ତାପରେ ରାଛିପୁରରେ ପହଞ୍ଚିଗଲୁ। ରାଛିପୁରରେ ଭଲ ଆୟୋଜନ ହେଇଛି, ତ ଏବେ ଚାଲନ୍ତୁ ଯିବା ଭିତରୁ। ଏବେ ମନ୍ଦିର ପାଖାପାଖି ଆମେ ପହଞ୍ଚି ଗଲୁଣି। ଆଉ ଏବେ ଆମେ ଯାଉଛୁ ପୋଖରୀ କୂଳକୁ, କାହିଁକିନା ସେଠି ଆମର ଶୋଇବାର ବ୍ୟବସ୍ଥା ହେଇଛି। ଯେଉଁ ଆସିବେ ଠାକୁରଙ୍କ ଭକ୍ତ ସବୁ ଆସିକି ସେଠି ହିଁ, କାହିଁକିନା ଆମେ ଗୋଟେ ଦିନ ପୂର୍ବରୁ ଆସିଥିଲୁ ନା, ତ ଶୁକ୍ରବାର ଦିନ ରାତିରେ ଆମେ ଯାଇଥିଲୁ। ତ ସେଠି ଆମେ ରହିନୁ, ଯାହାର ମାନସିକ ପୂରଣ କରିବା ପାଇଁ। ତ ଏବେ ଦେଖନ୍ତୁ ଆମର ଖାଇବାର ଆୟୋଜନ ବି ହେଇଛି। ଖାଇ ସାରିକି ଠାକୁର ଦର୍ଶନ ବି ଆମେ କରୁଥିଲୁ, କଳସ ବୁଡ଼ା ହେଉଥିଲା। ତ ଏବେ ରାତି ବି ପାହିସାରିଲାଣି, କାହିଁକିନା ପୂଜା କରିସାରିଲା ପରେ ବି ମୁଁ ସରି ଆପଣଙ୍କୁ ଦେଖି ପାରିଲିନି ଠାକୁରଙ୍କୁ ପୂଜା କରିବା ପାଇଁ କେତେ, କାହିଁକିନା ସେଠି ମୋବାଇଲ ଆଲାଉ ନାହିଁ। ତ ଆମେ ପୂଜା ସାରିକି ବୁଲିବାକୁ ଯାଉଛୁ। ସକାଳୁ ସକାଳୁ ରାତିରେ ଏତେ ଭିଡ଼ ନଥିଲା, ସକାଳୁ ସକାଳୁ ଏତେ ଭିଡ଼ ଠାକୁରଙ୍କୁ ଦର୍ଶନ କରିବା ପାଇଁ। ତ ଠାକୁରଙ୍କ ମହିମା ଏତେ ବହୁତ ସୁନ୍ଦର ଲାଗିଲା। ତ ଏବେ ଦେଖନ୍ତୁ ଆମେ ଘରକୁ ହିଁ ଯାଉଛୁ। ତ ବାଟରେ ଏଠି ଆମର ସବୁ ରହିକି ସବୁ କିଣାକିଣି କରୁଛନ୍ତି। ଦେଖିପାରୁଥିବେ କି କୋଉ ଭଳିଆ ଭିଡ଼। ପୂଜା ସାରିକି ଏବେ ଯାଉଛୁ ଆମେ ଘରକୁ। ଘରକୁ ଗଲାବେଳେ ଏବେ ଟିକେ ବୁଲାବୁଲି ସରିଲା ପରେ ଏବେ ଖାଇବୁ। ଖାଇକି ଯାଉଛୁ, ବାଟରେ ଯାତ୍ରା ପାଇଁ ଟେଣ୍ଟ ବି ମରା ହେଉଥିଲା, ସେଠି ବି ଦେଖିଲୁ। ଇନ୍ଦ୍ରଭୁବନ ଯାତ୍ରା ହବ, ତ ସେଠି 3 ରାତି ହବ। ଏବେ ଆମେ ଯାଉଛୁ ଘରକୁ। ତ ବାଟରେ ଯାଇକି ଏବେ ଆମେ ଗୋଟେ ଜାଗାରେ ଠିଆ ହେଇଯାଇଥିଲୁ। ତାପରେ ତ ଏବେ ଆମେ ଯାଉଛୁ। ରହୁଛି, ଜୟ ଜଗନ୍ନାଥ, ବାଏ।